ବହୁତ ବଡ଼ ଖୁସି ଖବର ଆଜି ମିଳିବାକୁ ଯାଉଛି ପିଏମ୍ କିଷାନ ପଇସା। ସେଥିପାଇଁ ଆପଣ କେମିତି ଚେକିଂ କରିବେ ବା କ'ଣ ଅଛି ଆପଣଙ୍କର ଅସୁବିଧା କେମିତି ଜାଣିବେ, ଚାଲନ୍ତୁ ପୁରା ଡିଟେଲ୍ସ ଜାଣିବା। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ବନ୍ଧୁଗଣ, ଏଇ ଦେଖିପାରୁଥିବେ ଅନେବଲ ମିନିଷ୍ଟର ଅଫ୍ ଦି 78ତମ ଇନଷ୍ଟଲମେଣ୍ଟ ପିଏମ୍ କିଷାନ ଆଜି ଛାଡ଼ିବାକୁ ଯାଉଛନ୍ତି। ଆଜି 12ଟା କି 1 ମଧ୍ୟରେ ସମସ୍ତଙ୍କ ଚାଷୀ ଆକାଉଣ୍ଟରେ 2000 ଟଙ୍କା ଲାଗିବ। ଯଦି ଆଗରୁ ଆପଣ KYC କରିଥିବେ ତାହେଲେ ଆପଣ ଯଦି ଆଉ ଗୋଟେ କାମ ଲ୍ୟାଣ୍ଡ ସିଡ଼ିଂ କରିଥିବେ ତାହେଲେ ଆପଣଙ୍କ ଆକାଉଣ୍ଟରେ ପଇସା ଲାଗିବ, ନହେଲେ ଆପଣଙ୍କର ଆକାଉଣ୍ଟରେ ପଇସା ଲାଗିବନି। ଆପଣମାନେ ଭାବୁଥିବେ ମିଛ କହୁଛି। ଦେଖିପାରୁଛନ୍ତି ଏହି ମେସେଜ ପିଏମ୍ କିଷାନ ଯୋଜନାର 8ତମ କିସ୍ତି ପ୍ରଦାନ କରିବେ। ଉକ୍ତ କାର୍ଯ୍ୟକ୍ରମରେ ଭାଗ ଦେବା ପାଇଁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ ରହିଲା। ଏହିପରି ମେସେଜ ଆସିଛି 5 ତାରିଖ ଦିନ ବା ଆଜି 12ଟା ସମୟରେ ମହାରାଷ୍ଟ୍ରର ଯେଉଁ ୱାସିମଠାରେ ପଇସା ପ୍ରଧାନମନ୍ତ୍ରୀ ଛାଡ଼ିବେ। ସେଥିପାଇଁ ଆପଣଙ୍କର ସବୁ ଠିକ୍ ଅଛି ନା ନାହିଁ ଆପଣ ଚେକ୍ କରିନିଅନ୍ତୁ। ଆପଣ KYC କରିଥିଲେ KYC ଜାଗାକୁ ଯାଆନ୍ତୁ ଏବଂ ସେ ଯେଉଁ ଷ୍ଟାଟସ୍ ଲେଖା ହେଇଛି ଷ୍ଟାଟସ୍ରେ ଆପଣ ନାଓ ୟୋର ଷ୍ଟାଟସ୍ରେ ଆପଣ ମାରନ୍ତୁ। ଆପଣଙ୍କର ରେଜିଷ୍ଟ୍ରେସନ୍ ID ବାହାରିବ। ରେଜିଷ୍ଟ୍ରେସନ୍ ID ବାହାରିଲା ପରେ ଆପଣଙ୍କର ଯେଉଁ ରେଜିଷ୍ଟ୍ରେସନ୍ ID ଦେଲା ପରେ ଆପଣଙ୍କର ଯେଉଁ ପିଏମ୍ କିଷାନର ଯେଉଁ ମେନ୍ ସାଇଟ୍ ଆପଣଙ୍କର ଯେଉଁ କ'ଣ ଅଛି, ଆପଣଙ୍କର ଲ୍ୟାଣ୍ଡ ସିଡ଼ିଂ ଅଛି ନା ନାହିଁ, KYC ଅଛି ନା ନାହିଁ, ଆପଣ ସେଥିରୁ ଜାଣିପାରିବେ। ଯଦି ଏହିସବୁ ଜିନିଷ ଆପଣ ନାହିଁ ଆପଣ କରେଇ ନିଅନ୍ତୁ। କିନ୍ତୁ ଆଉ ଗୋଟେ କଥା, ଏଇ କିସ୍ତିରେ ଆପଣଙ୍କର ପଇସା ପାଇବେନି। ଯଦି ଆପଣ କରେଇ ନେଇଯିବେ ଆଗାମୀ କିସ୍ତିରେ ଆପଣଙ୍କର ପଇସା ମିଳିବ। ଯଦି ଆପଣ କରିଦେଇଛନ୍ତି ଆପଣ ନିଶ୍ଚିତ ରୁହନ୍ତୁ ଆପଣଙ୍କର ଆକାଉଣ୍ଟରେ ପଇସା ଲାଗିବ। ଏହା ଥିଲା ଆଜି ଖବର। ଜୟ ଜଗନ୍ନାଥ, ଜୟ ଓଡ଼ିଶା।